ମୁଁ ହେଲି ସନ୍ତୋଷ କୁମାର ପରିଡ଼ା। ମୁଁ ଆକ୍ଚୁଆଲି ଘର ଆମର ବଛରାଇ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା। ଆମର ଆକ୍ଚୁଆଲି ମୋର ବହୁତ ପୁରୁଣା ବିଜନେସ୍ 2014 I have started business and first I have entered into medicine business and ତାପରେ ମୁଁ ଦେଖିଲି ଯେ ଆମର ଏଇପଟ ରୁରାଲ ବେଲ୍ଟରେ ଲୋକମାନଙ୍କ ଠାରୁ ବହୁତ ପଇସା ନିଆଯାଉଛି ଏଫଏମସିଜି ପ୍ରଡକ୍ଟ ଉପରେ। ସେଥିପାଇଁ ମୁଁ ଚିନ୍ତା କଲି ଏଫଏମସିଜି ପ୍ରଡକ୍ଟ ଆମେ ଡାଇରେକ୍ଟ କମ୍ପାନୀରୁ ଗୁଡ୍ସ ଆଣି ଯଦି ଲୋକଙ୍କୁ ଡାଇରେକ୍ଟ ଦିଆଯାଏ ଅଳ୍ପ କିଛି ମାର୍ଜିନ ରଖିକିରି କି ଟୋଟାଲ ମାର୍ଜିନ ନ ରଖିକିରି ତାହେଲେ ଲୋକମାନେ ଏଇ ବେଲ୍ଟରେ ଅର୍ବାନ ଏରିଆ ଲୋକ ଯେମିତି ଉପକୃତ ହଉଛନ୍ତି ସେମିତି ରୁରାଲ ଏରିଆ ଲୋକ ବି ଉପକୃତ ହେବେ। ସେଥିପାଇଁ ଆମେ ଫାଷ୍ଟ ଷ୍ଟେପରେ ଗରଦପୁର ମାର୍ଶାହାଇ ବ୍ଲକ ଷ୍ଟାର୍ଟ କରିଛୁ। ପ୍ରତିଟି ପଞ୍ଚାୟତରେ ଆମର ସବ୍ ଷ୍ଟକିଷ୍ଟ ଆପଏଣ୍ଟମେଣ୍ଟ କରିବୁ। ସେମାନଙ୍କୁ ଆମେ ଡାଇରେକ୍ଟ କମ୍ପାନୀରୁ ଗୁଡ୍ସ ଆଣିକିରି ସେମାନଙ୍କୁ ଦବୁ ଏବଂ ସେମାନେ କଣ କରିବେ ନା ଲୋକଙ୍କୁ ଡାଇରେକ୍ଟ କମ ରେଟରେ ଲଗେଇକିରି ଦେବେ ଏବଂ ଲୋକ ସୁବିଧାରେ ସେଇ ଜିନିଷ ପାଇପାରିବେ। ଯୋଉଗୁଡା ଆପଣଙ୍କର ରିଲାଏନ୍ସ ବିଶାଲ ମାର୍ଟ ସେଠୁ ଯୋଉ ରେଟରେ ଅର୍ବାନ ଲୋକ ପାଉଛନ୍ତି ଏଠି ରୁରାଲ ଲୋକ ସେଠି ଯାଇପାରୁନାହାନ୍ତି ନା, ଗାଡି ଭଡା ପଡୁଛି, ବହୁତ ଘର ପ୍ରୋବ୍ଲେମ ରହୁଛି। ସେଥିପାଇଁ ସେଇ ରେଟରେ ସେମାନେ ଏଠୁ ପାଇପାରିବେ। ଆପଣଙ୍କର ଏଇ ଯୋଉ ଆଇଟିସି ପ୍ରଡକ୍ଟ ଯୋଉ ଆଣୁଛନ୍ତି ଆଜ୍ଞା ଏଫଏମସିଜି ର ଆଜ୍ଞା କଣ ପ୍ରଡକ୍ଟ ଯୋଉଟା କି ଆଇଟିସି ର ଆମର ଆଶୀର୍ବାଦ ଅଟା, ଇପି, ବିଙ୍ଗୋ ତେଡେମେଡେ, ସନଫିଷ୍ଟ ବିସ୍କୁଟ, ଯାହା ବି ସବୁ ଆଇଟମ ଆଇଟିସି ର ଟୋଟାଲ ମୁଁ ଆଣିଛି ଏବଂ ଡିଏସ୍ ଗ୍ରୁପ ପଲ୍ସ ପାସପାସ ଏସବୁ ଗ୍ରୁପ ଆଣୁଛି ଏବଂ ମେଡିସିନ ର କାର୍ଡିଆକ, ଡାଇବେଟିକ, ଗ୍ୟାଷ୍ଟ୍ରୋ, ହେପାଟୋଲୋଜି ଯାହା ବି ମେଡିସିନ ଲୋକ ବି କମ ସୁବିଧା ରେଟରେ ସେମାନେ ସେଠୁ ପାଇପାରିବେ। କିନ୍ତୁ ଇନଫାକ୍ଟ ଯୋଉମାନଙ୍କର ଡ୍ରଗ ଲାଇସେନ୍ସ ଥିବ ଆମେ ଯୋଉ ପ୍ରତି ପଞ୍ଚାୟତରେ ଯାହାକୁ ରଖିଛୁ ଆମର ଡ୍ରଗ ଲାଇସେନ୍ସ ଅଛି, ସେମାନଙ୍କୁ ଆମେ ଯେତେବେଳେ ବିଲିଂ କରିବୁ ସେମାନଙ୍କ ଡ୍ରଗ ଲାଇସେନ୍ସରେ ଆମେ ବିଲିଂ କରିବୁ। ସେଟା ଦ ନେକ୍ସଟ ଷ୍ଟେପ। ଫାଷ୍ଟ ଷ୍ଟେପରେ ଆମେ ଏଫଏମସିଜି ପ୍ରଡକ୍ଟରେ ଆପଏଣ୍ଟମେଣ୍ଟ କରୁଛୁ। ଆମେ ବି ଚିନ୍ତା କରୁଛୁ ହିନ୍ଦୁସ୍ତାନ ୟୁନିଲିଭର ଆଉ 15 ଡେଜରେ ଆଣିବାକୁ। ଆମର ଏଇପଟ ରୁରାଲ ବେଲ୍ଟରେ ଲୋକ କେମିତି ଉପକୃତ ହେବେ ଆମେ ସବୁବେଳେ ସେଇଟା ଫୋକସ କରୁଛୁ। ହୋମ ଡେଲିଭରି ଦଉଛନ୍ତି ନା? ହୋମ ଡେଲିଭରି ସିଏ ଦେବେ। ଆମେ ଯୋଉ ଏରିଆରେ ଯୋଉ ପଞ୍ଚାୟତରେ ଯୋଉ ଲୋକ ରହୁଛି ସିଏ ହୋମ ଡେଲିଭରି ଲୋକଙ୍କୁ ଦେବେ। ଆମ କାମ ହେଲା ଆମେ ସେମାନଙ୍କୁ ଦେଲୁ ଏବଂ ତାଙ୍କୁ କହିଲୁ ଯେ ଲୋକଙ୍କୁ ଏଇ ରେଟରେ ବିକିବେ। ଏମିତି ଯୋଉମାନେ କେତେଟା ବ୍ଲକରେ ଆପଣଙ୍କର ଚାଲିଛି? ବର୍ତ୍ତମାନ 4-5ଟା ବ୍ଲକ ପଞ୍ଚାୟତରେ ଆମେ ପଞ୍ଚାୟତ ଲେବୁଲ ଯାଉଛୁ। ଆମେ ଆମର ମେହେନ୍ଦୀନଗର ପଞ୍ଚାୟତ ପବିତ୍ର ବାବୁ, ତା ବଛରାଇ ପଞ୍ଚାୟତ ଅରୁଣ ବାବୁ, ତାପରେ ପରଗୁଳା ପଞ୍ଚାୟତ ସିଂ ବାବୁ, ତାପରେ ଆମର ଏଠି ଅଛୁ ଆମର ଆଖୁଆ ବଡଙ୍ଗ, ସେଠି ଜଣେ ବାବୁ ଅଛନ୍ତି ନାଟା ମନେ ପଡୁନି। ସେମାନଙ୍କୁ ଯୋଗାଯୋଗ କଲେ ହଁ ଏମାନଙ୍କୁ ଯୋଗାଯୋଗ କଲେ ସେମାନେ ବି ବହୁତ ଭଲ ଲୋକ। ଏଥିରେ ଭଲ ଲୋକମାନେ ଇନଭଲ୍ଭ ହେବେ କାହିଁକିନା ଯୋଉମାନେ ସବୁ କଳା ବେପାରୀ ଅଧିକା ରେଟରେ ଚଢା ରେଟରେ ବିକୁଛନ୍ତି ସେମାନେ ଏଥିରେ ୟାକୁ ସପୋର୍ଟ କରିବେ ନାହିଁ। ଯେ ଭଲ ଲୋକ ସେ ୟାକୁ ସପୋର୍ଟ କଲେ ଏବଂ କହିଲେ ଠିକ ଅଛି ଆମର ବରଂ ପଇସା କମ ହଉ କିଛି ଅସୁବିଧା ନାହିଁ, ଲୋକ କେମିତି ସୁବିଧାରେ ପାଇବେ ରେଟରେ ଠିକ ଜିନିଷ ପାଇବେ ସେଇଟା ହିଁ ସେମାନଙ୍କର ଏମ ରହିଲା, ଆମର ବି ଏମ ରହିଲା। ଆମର ସବୁବେଳେ ଆମର ଟାର୍ଗେଟ ରହୁଛି ଲୋକ କେମିତି ସଠିକ ମୂଲ୍ୟରେ, ଯେହେତୁ ସେମାନେ ଟାଉନ ଯାଇପାରୁନାହାନ୍ତି, ଅର୍ବାନ ଲୋକ ବଡ ବଡ ମାର୍ଟ ସେମାନେ ଯାଇପାରୁନାହାନ୍ତି, ପଇସା ଖର୍ଚ୍ଚ ହଉଛି, ଘରର ପ୍ରୋବ୍ଲେମ ରହୁଛି, ସେଥିପାଇଁ ସେମାନେ ଏଠୁ ଡାଇରେକ୍ଟ କମ ପଇସାରେ ପାଇପାରିବେ। ଡାଇରେକ୍ଟ ଗଭର୍ଣ୍ଣମେଣ୍ଟ ତରଫରୁ କିଛି ଆପ୍ରୁଭାଲ ଗଭର୍ଣ୍ଣମେଣ୍ଟ ତରଫରୁ ଆମ ଦେଖନ୍ତୁ ଆପଣ ଆମର ଡ୍ରଗ ଲାଇସେନ୍ସ ବି ଦେଖନ୍ତୁ, ଏଇ ଡ୍ରଗ ଲାଇସେନ୍ସ ଆମକୁ ଗଭର୍ଣ୍ଣମେଣ୍ଟ ତରଫରୁ ଡ୍ରଗ ଲାଇସେନ୍ସ ଦିଆହେଇଛି। ଆମକୁ ଉଦ୍ୟମ ରେଜିଷ୍ଟ୍ରେସନ ସାର୍ଟିଫିକେଟ ବି ଆମକୁ ଦିଆହେଇଛି। ତାପରେ ଆମର ଫୁଡ ଲାଇସେନ୍ସ ବି ଗଭର୍ଣ୍ଣମେଣ୍ଟ ତରଫରୁ ଦିଆହେଇଛି। ତାପରେ ଆମ କ୍ୱାଲିଟିରେ ମାନେ ସାଟିସ୍ଫାଏଡ ହେଇ ଆମକୁ ବି ଦେଇଛନ୍ତି ISO 9001 2015 ସାର୍ଟିଫିକେଟ ବି ଆମକୁ ଇସ୍ୟୁ ହେଇଛି। ସବୁ ଯାକ ଗଭର୍ଣ୍ଣମେଣ୍ଟ ଅଫ ଏଇଟା ଆମର ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ତରଫରୁ ଇସ୍ୟୁ ହେଇଛି। ଆଉ ଷ୍ଟେଟ ଗଭର୍ଣ୍ଣମେଣ୍ଟ ସାଧାରଣ ଗରାଖ ମାନେ ଯଦି ଆସିବେ ଆଜ୍ଞା କଣ କିଛି ଅଫର କିଛି ରଖିଛନ୍ତି ନା ଡିସକାଉଣ୍ଟ ଆକାରରେ? ଆପଣ ଡିସକାଉଣ୍ଟ ଆକାରରେ ସେମାନେ ଡିସକାଉଣ୍ଟ ରହୁଛି? ଡିସକାଉଣ୍ଟ ଆମର ଟୋଟାଲ ଉପରେ ସପ୍ ମାନେ ଯୋଉ ହୋଲସେଲର ଠୁ ଯେତିକି ରେଟରେ ଆଣି ବିକୁଛନ୍ତି ସେଇ ହୋଲସେଲ ରେଟରେ ଲୋକ ପାଇବେ, ଏଇଟା ହଉଛି ଆମ ଲକ୍ଷ୍ୟ। ମିଡିଲ ମ୍ୟାନ ଯୋଉ ଭିତରେ ରହିଲେ ସେ ମିଡିଲ ମ୍ୟାନ ମାନଙ୍କର ଯୋଉ ପରସେଣ୍ଟେଜଟା ସେଇଟା ଡାଇରେକ୍ଟ ଯିବ କଷ୍ଟମରକୁ। ଏଇଟା ହଉଛି ଆମର ମୁଖ୍ୟ ଏମ୍। ଗୋଟେ ଗରିବ ଲୋକଟା ବି ଉପକୃତ ହେଇପାରିବ। ଗୋଟେ ଲୋକ ଆଶୀର୍ବାଦ ଅଟା କିଣି ପାରୁନି, ପଇସା ପତ୍ର ଅଭାବରୁ କିଣି ପାରୁନି, ସିଏ କିନ୍ତୁ ଆଶୀର୍ବାଦ ଅଟାଟା କିଛି ଭଲ ଜିନିଷ ଅଛି, ସେଥିପାଇଁ ସେଥିରୁ ସିଏ କିଛି ଉପକୃତ ହେଇପାରିବ, କମ ପଇସାରେ ପାଇପାରିବ। ଆପଣଙ୍କ ଫାର୍ମ ନାଁଟା କଣ? ଫାର୍ମ ନାଁ ଆମର ଇନଫାକେୟାର, ଇଣ୍ଡିଆନ ମେଡିସିନ୍ସ ଆଣ୍ଡ ଫୁଡସ ଆର୍କେଡ ତା ଫୁଲ ଫର୍ମ, ଗୋଟେ ଟ୍ରେଡମାର୍କ ରେଜିଷ୍ଟର୍ଡ। ଏଇଟା ଆମର 2014-2022 ରେ ଆମର TM ମାର୍କ ଆମକୁ ମିଳିଯାଇଛି। ଲୋକେସନ ଟା କୋଉଠି ଅଛି? ଲୋକେସନ ଆମର ମେନ୍ ଗୋଡାଉନ ବାଲିଚନ୍ଦ୍ରପୁରରେ ରହୁଛି। ଆମର ଏଠି ଷ୍ଟକ୍ ରହୁଛି, ଆମର କେନ୍ଦ୍ରାପଡ଼ାରେ ଏଇଠି ବଛରେରେ ରହୁଛି, କିନ୍ତୁ ଆମର ଷ୍ଟକ୍ ଆଉ ରହେନି ଏଠି। ଡାଇରେକ୍ଟ ଆମର ଗାଡି ଆସେ, ଅର୍ଡର ଅନୁସାରେ ପଳାଏ। ଏଠି ଷ୍ଟକ୍ ଆମେ ଡମ୍ପ କରୁନୁ, ଯେତିକି ଅର୍ଡର ଆସିଲା ଆମେ ସେଠୁ ଆଣିଲୁ ଏମାନଙ୍କୁ ଦେଇଦେଲୁ। ଷ୍ଟକ୍ ଡମ୍ପିଂ ତାଙ୍କ ପାଖରେ ହଉଛି,
ଏବଂ ସେମାନେ ଲୋକଙ୍କୁ ସେଇଠି ରଖିକିରି ବିକିବେ। କାହିଁକିନା ଏଠି ଆମ ଡାଇରେକ୍ଟ ଦବାର ନାହିଁ କାହାକୁ, ସେଥିପାଇଁ ଆମ ପାଇଁ ଷ୍ଟକ୍ ରଖି କିଛି ଲାଭ ନାହିଁ। ଅର୍ଡର ଆସିଲା ସେମାନେ ଡାଇରେକ୍ଟ ସେଠୁ ନେଲେ। ଖାଲି ଖାଉଟି ମାନେ ନେବେ ନା ବ୍ୟବସାୟୀ ମାନଙ୍କୁ ବି ଆପଣ ଦଉଛନ୍ତି? ବ୍ୟବସାୟୀ ମାନଙ୍କୁ ଦିଆ ଯୋଉ ଏରିଆରେ ଲୋକ ଆସିପାରୁନାହାନ୍ତି, ସପୋଜ ଗୋଟେ ସବଷ୍ଟକିଷ୍ଟ ଆମେ ଆପଏଣ୍ଟମେଣ୍ଟ କଲୁ, 2 ଗାଁରୁ ଗୋଟେ ଲୋକଟେ ଆସିପାରୁନି, ଟାର୍ଗେଟ ସବୁବେଳେ ଆମ ଲୋକ କେମିତି ଉପକୃତ ହେବେ। ଯେହେତୁ 2ଟା ଗାଁରୁ ଲୋକ ଆସିପାରୁନି, ମାନେ ବେସିକାଲି କେବଳ ଲୋକଙ୍କ ପାଇଁ ଲୋକଙ୍କ ପାଇଁ ଏଇଟା ହଉଛି। ପବ୍ଲିକ ମାନେ କେମିତି ଏଥିରେ ବେନିଫିଟ ପାଇବେ, ଆମର ରିଲାଏନ୍ସ କି ବିଶାଲ ବିగ్ ଯୋଉ ରେଟ୍ ରେ ମିଳୁଛି ପବ୍ଲିକ ସେଇ ରେଟ୍ ରେ ପାଇପାରିବେ, ସେଇଟା ଆମେ ସବୁବେଳେ ଫୋକସ କରୁଛୁ। ଫୋନ ନମ୍ବରଟା ଆପଣଙ୍କର ଦିଅନ୍ତୁ। ଫୋନ ନମ୍ବର ମୋର ହେଲା 9668130605। ଆଉ ଗୋଟେ ନମ୍ବର ବି ଅଛି 7606961180। ଏଇ ନମ୍ବରରେ ଯୋଗାଯୋଗ କଲେ ଆପଣ ଏଇ ନମ୍ବରରେ ଆଉ ଥରେ ମୁଁ ନମ୍ବର କହିଦଉଛି 9668130605 7606961180। এই নম্বরে যোগাযোগ কলে আমি প্রতিটি পঞ্চায়েতরে ଯେଉଁମାନଙ୍କୁ ଆମେ ଆପଏଣ୍ଟମେଣ୍ଟ କରିବୁ ସେମାନେ এই নম্বরে যোগাযোଗ କରି ସେମାନେ ନେଇ ପାରିବେ। ଆମେ ଚିନ୍ତା କରୁଛୁ ଆଗାମୀ 2 to 3 months ଭିତରେ A to Z ଖାଉଟି ମାନଙ୍କର ଡେଲି ସକାଳୁ ରାତି ପର୍ଯ୍ୟନ୍ତ ଯୋଉ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯାହା ବି ଦରକାର ସେଠି ଆଭେଲେବୁଲ ହବ ଏବଂ ଲୋକ ସମସ୍ତେ ସୁବିଧାରେ ଡାଇରେକ୍ଟ ପାଇପାରିବେ। ବେପାରୀ ମାନେ ସମସ୍ତେ ଅଧିକା ଲାଭ ରଖୁଥିବା ବେଳେ ଆପଣ କାହିଁକି ଏତେ କମ ରେ କାହିଁକି ସୁବିଧାରେ ଯୋଗାଇ ଦେବା ପାଇଁ ଚାହୁଁଛନ୍ତି? ଆମେ ସବୁବେଳେ ଫୋକସ କରୁ ପବ୍ଲିକ କେମିତି ଉପକୃତ ହେବେ, ସବୁବେଳେ ଫୋକସ କରୁ। ଗୋଟେ ସେଟା ଆକ୍ଚୁଆଲି ଆପଣ ଯୋଉ କଥାଟା କହିଲେ ସେଟା ଡାଇରେକ୍ଟଲି ଫୋକସିଂ ଅନ୍ ହ୍ୟୁମାନିଟି। ସେ ହ୍ୟୁମାନିଟି ଯେହେତୁ ମଣିଷର ରହୁଛି ସେଥିପାଇଁ ଆମେ ସେଟା ନ ଦେଖିକିରି ଆମେ ଡାଇରେକ୍ଟ ଲୋକ କେମିତି ଉପକୃତ ହେବେ, ଦ୍ୟାଟ୍ ଇଜ ଆୱାର ବିଗ୍ ମଟୋ। ସ୍ପେଶାଲି ଲୋକଙ୍କ ପାଇଁ ହିଁ ଏଟା ପବ୍ଲିକ ମାନେ କେମିତି କମ ରେଟ୍ ରେ ପାଇବେ, ବଜାରକୁ ନ ଯାଇକିରି ଏଇଠି ଘରେ ବସି କମ ରେଟ୍ ରେ ସେମାନେ ଠିକ ରେଟ୍ ରେ ଜିନିଷ ଠିକ ଜିନିଷ ପାଇପାରିବେ ଏବଂ ଲୋକ ନା ଆମର ଲାଇସେନ୍ସ ଅଛି, ଆମେ ବି କମ୍ପାନୀରୁ ଆମେ ସ୍ୱୀକୃତିପାତ, ଆମେ ଅଥରାଇଜ ସ୍ୱୀକୃତିପାତ କମ୍ପାନୀରୁ ଆଣିପାରୁଛି। ଯୋଉ ଲୋକର ବି ଡାଉଟ ହଉଛି ଯାହା ହଉଛି ସେ ବି ଡାଇରେକ୍ଟ କମ୍ପାନୀ ସହିତ ଟଚ୍ ଅପ୍ କରି ITC କୋଲକାତା, DS ଗ୍ରୁପ ଆମର ଦିଲ୍ଲୀ, ଏସବୁ ସବୁ ହିନ୍ଦୁସ୍ତାନ ୟୁନିଲିଭର ସହିତ କଥା ଚାଲିଛି। କାହିଁକିନା ଆମ ରୁରାଲ ବେଲ୍ଟରେ ଏଠି ଡାଇରେକ୍ଟ ଡିଷ୍ଟ୍ରିବ୍ୟୁଟର କେହି ନାହାନ୍ତି, ଯାହା ଫଳରେ କମ୍ପାନୀ ମାନେ ଆପ୍ରୁଭ ଆମକୁ କରୁଛନ୍ତି ଯେ ଆମେ ଦେଖାଉଛୁ ଏରିଆରେ ଏତିକି ଲୋକ ରହୁଛନ୍ତି, ଏମାନଙ୍କର ଏତିକି ସେଲ୍ସ ପୋଟେନସିଆଲ ଅଛି, ସେଥିପାଇଁ ଆମକୁ ଦିଆଯାଉ। ସେ ଆମକୁ ଯୋଉ ରେଟ୍ରେ ଦେଲେ ଆମେ ସେଇ ରେଟ୍ରେ ଲୋକମାନଙ୍କୁ ସେଇ ଯୋଉ ପରସେଣ୍ଟେଜଟା ସେଟା ଲୋକମାନଙ୍କୁ ଆମେ ଦେଇ ଦଉଛୁ। ଓଭରଅଲ ଆମେ ଚାହୁଁଛୁ ପବ୍ଲିକ ଉପକୃତ ହୁଅନ୍ତୁ। ଆମ ସହ ପ୍ରତିଦିନ ଯୋଡ଼ି ହୋଇ ରହିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ଏବଂ ଫଲୋ କରନ୍ତୁ। ଡ୍ରିମ୍ସ ରାଇଡର ସବୁ ସମୟରେ ଆପଣଙ୍କ ସେବାରେ।